କିରାଣୀକୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଲାଞ୍ଚୁଆ କିରାଣୀ। ଚମ୍ପୁଆସ୍ଥିତ ନିକଲସନ ଫରେଷ୍ଟ ତାଲିମ କେନ୍ଦ୍ରର ଜଣେ କିରାଣୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ୍ ଏରିୟର କରିଦେବା ପାଇଁ କାର୍ଯ୍ୟାଳୟର କିରାଣୀ ରୂପଚାନ୍ଦ ନାୟକ 70,000 ଟଙ୍କା ଦାବି କରିଥିଲେ। କିନ୍ତୁ ଅବସରପ୍ରାପ୍ତ କର୍ମଚାରୀ 30,000 ଟଙ୍କାରେ ମୁଲଚାଲ କରିବା ସହିତ ଲାଞ୍ଚୁଆ କିରାଣୀକୁ ଧରାଇବା ପାଇଁ ଭିଜିଲାନ୍ସ ସହିତ କଥାବାର୍ତ୍ତା କରିଥିଲେ। ଯୋଜନା ମୁତାବକ ଅବସରପ୍ରାପ୍ତ କର୍ମଚାରୀ କିରାଣୀ ରୂପଚାନ୍ଦକୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ କିରାଣୀ ରୂପଚାନ୍ଦକୁ ଧରିବାକୁ ସକ୍ଷମ ହୋଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ କାର୍ଯ୍ୟାଳୟ ସମେତ କିରାଣୀଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଥିବା ଜଣାଯାଇଛି। ବ୍ୟୁରୋ ରିପୋର୍ଟ ବୈତରଣୀ ଖବର।